ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ସମୁନାର ଆମ୍ବ ଗଛ ପାଠଟିକୁ ପଢ଼ିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ମନେ ରଖିବା। ତେବେ ଆସ ଏହି ପାଠଟିକୁ ଆମେ ଆରମ୍ଭ କରିବା। ପାଠର ନାଁ ହେଉଛି ସମୁନାର ଆମ୍ବ ଗଛ। ଦେଖ ପିଲାମାନେ, ସମୁନା ଏକ ଶିଶୁର ନାମ। ଯେପରିକି ତୁମର ନାମ ମାଧବ, ଗୋପାଳ, ମଧୁ, ହରି ଏଇଭଳି ନାମ ଅଛି ନା। ତେଣୁ ସମୁନା ଏକ ଶିଶୁ, ତାଙ୍କର ଆମ୍ବ ଗଛ ବିଷୟରେ ଆମେ ପଢ଼ିବା। ଖରାଦିନ ଅଜା ଘରକୁ ଆସିଲେ, ସାଥିରେ ପାଚିଲା ଆମ୍ବ ଆଣିଥିଲେ। ସମୁନା ଆମ୍ବ ଖାଇଲା। କି ମିଠା ଆମ୍ବ! ଖୁସିରେ ସମୁନା କହି ଉଠିଲା। ସେ ନିଜ ଘର ବଗିଚାରେ ସେଇ ଆମ୍ବ ଟାକୁଆକୁ ଲଗାଇବ ବୋଲି ଭାବିଲା। ଦେଖ, ଯେପରିକି ତୁମ ଘରକୁ ଅତିଥି ଆସିଲେ ସାଙ୍ଗରେ କିଛି ପାଚିଲା ଫଳ ନେଇ ଆସୁଛନ୍ତି, ଠିକ୍ ସେହିଭଳି ସମୁନାଙ୍କ ଅଜା ଖରାଦିନ ସମୟ ହୋଇଥିଲା। ଖରାଦିନେ ତ ଆମ୍ବ ମିଳୁଛି, ତେଣୁ ଆମ୍ବକୁ ନେଇ ତାଙ୍କ ଘରକୁ ଆସିଲେ, ନାତି ଘରକୁ ଆସିଲେ। ସମୁନା କ'ଣ କଲା? ସେ ଆମ୍ବକୁ ବାହାର କଲା, ଆମ୍ବକୁ ଖାଇଲା। ତାକୁ ଭାରି ମିଠା ଲାଗିଲା। ଆମ୍ବ ଖାଇବା ସମସ୍ତଙ୍କ ପ୍ରିୟ ନା। ତେଣୁ ସେଇ ସମୁନାର ମଧ୍ୟ ପ୍ରିୟ। ଆମ୍ବ କ'ଣ କଲା? ଖାଇଲା। ଖାଇସାରିଲା ପରେ ସେଥିରୁ ଗୋଟେ କ'ଣ ବାହାରେ? ଟାକୁଆ ବାହାରେ। ସେ ଟାକୁଆକୁ କ'ଣ କଲା? ସେ କହିଲା, ଏଇ ଟାକୁଆକୁ ନେଇ ମୁଁ ଗଛ ଲଗାଇବି। ଏହା ଚିନ୍ତା କରି ସେ ଟାକୁଆକୁ ନେଇ ଗଲା ଗଛ ଲଗାଇବ ବୋଲି। ସମୁନା ବଗିଚାକୁ ଗଲା। ଗୋଟିଏ ଜାଗାରେ ମାଟି ଖୋଳିଲା। ମାଟି ଖୋଳି ଗାତ କଲା। ସେଥିରେ ଟାକୁଆକୁ ପୋତି ପାଣି ଦେଲା। ଏଣିକି ସେ ପ୍ରତିଦିନ ସକାଳୁ ଉଠି ସେହି ଜାଗାକୁ ସଫା କରିବାରେ ଲାଗିଲା ଏବଂ ପାଣି ଦେଲା। କିଛି ଦିନ ବିତିଗଲା। ସମୁନା ଦେଖିଲା ସେଠାରେ କୌଣସି ଗଛ ଉଠି ନାହିଁ। ସେ ମନ ଦୁଃଖରେ ଆଉ ପାଣି ଦେଲା ନାହିଁ। ଦେଖ, ସମୁନା କ'ଣ କଲା? ଆମ୍ବ ଖାଇଲା, ଗାତ କରି ସେଇ ଟାକୁଆକୁ ନେଇ ସେଥିରେ ପୋତି ଦେଲା। ତାପରେ ସବୁଦିନ ପାଣି ଦେଲା। ଗଛ ଯତ୍ନ, ଗଛ ଉଠିବ ବୋଲି ଭାବିଲା, କିନ୍ତୁ ଦେଖିଲା ଗଛ ଉଠିଲା ନାହିଁ। ତେଣୁ ତାର ମନ ଖରାପ ହୋଇଗଲା। କହିଲା, ନା, ମୁଁ ଆଉ ପାଣି ଦେବି ନାହିଁ। ପାଣି ଦେଲା ନାହିଁ। ଦିନକର କଥା କ'ଣ ହେଇଛି ନା, ସମୁନା ବଗିଚାରେ ବୁଲୁଥିଲା। ସେ ବୁଲୁଥିବା ସମୟରେ ହଠାତ୍ ତା ନଜର ପଡ଼ିଲା ଟାକୁଆ ଦୁଇଟି ଉପରେ, ଟାକୁଆ ଉପରେ। ସେ ଟାକୁଆରୁ କ'ଣ ହେଇଛି ନା, ପତ୍ର ମେଲିଛି, ମାନେ ପତ୍ର ବାହାରିଛି। ଯେତେବେଳେ ସେ ଦେଖିଲା ସମୁନା, ସେ ଖୁସିରେ ପାଟି କରି ଉଠିଲା। କ'ଣ ପାଟି କରି ଉଠିଲା? ସେ କହିଲା, ଆରେ ଆମ୍ବ ଗଛ ଉଠିଛି ରେ, ଆମ୍ବ ଗଛ ଉଠିଛି। ଏଇଭଳି ଖୁସିରେ ନାଚି ଉଠିଲା। ତା ପାଟି ଶୁଣି ପାୟଲ ଧାଇଁ ଆସିଲା। ତା ଭଉଣୀ ପାୟଲ ଧାଇଁ ଆସିଲା। ପାୟଲ ଦେଖିଲା ସତକୁ ସତ ସେଥିରେ କିଛି ପତ୍ର ବାହାରିଛି। ତେଣୁ ଚାରା ଗଛକୁ ଦେଖି ସେ ବି ଖୁସି ହେଲା। ସିଏ ମଧ୍ୟ ଖୁସି ହେଲା। ଦୁଇ ଜଣ ଯାକ ହାତ ଧରାଧରି ହୋଇ ଘେରାଏ ନାଚିଗଲେ। ତେଣୁ ଗଛ ଉଠିବାର ଦେଖି ସେମାନେ ଖୁସି କହିଲେ ନ ସରେ। ସେମାନେ ଖୁସି ହେଲେ ଏବଂ ନାଚି ଉଠିଲେ। ଏହି ସମୟରେ ବାପା ଆସି ସେଠାରେ ପହଞ୍ଚିଲେ। ତାଙ୍କ ବାପା ଆସି ପହଞ୍ଚିଲେ। ସମୁନା ଖୁସିରେ ବାପାଙ୍କୁ ହାତ ଧରି କହିଲା, ଦେଖ ବାପା, ଆମ୍ବଟାକୁ ମୁଁ ପୋତିଥିଲି, ଆଉ ସେଥିରୁ କିପରି ସୁନ୍ଦର ଭାବରେ ଗଛ ହୋଇଛି। ଗଛ ହୋଇଛି, ଦେଖ, ସେଥିରୁ କେତେ ଛୋଟ ଛୋଟ ଗଛ ବାହାରିଛି। ପାୟଲ କହିଲେ, ବାପା ଜାଣିଛ, ଏ ହେଉଛି ଅଜାଙ୍କ ଘରୁ ଆସିଥିବା ସେଇ ମିଠା ଆମ୍ବର ଟାକୁଆ। ସାଙ୍ଗେ ସାଙ୍ଗେ ସମୁନା ପଚାରିଲା, ବାପା, ଆର ବର୍ଷକୁ କ'ଣ ଏ ଗଛ ବଡ଼ ହୋଇଯାଇଥିବ? ସେଥିରେ କ'ଣ ମିଠା ଫଳ ଫଳିଥିବ? ବାପା ଟିକିଏ ହସି ଦେଇ କହିଲେ, ନା, ଏ ଗଛ ବଡ଼ ହୋଇ ଆମ୍ବ ଫଳିବା ପାଇଁ ଆହୁରି 4-5 ବର୍ଷ ସମୟ ଲାଗିବ। ଏକଥା ଶୁଣି ପାୟଲ ମୁହଁ ଶୁଖିଗଲା। ବାପାଙ୍କୁ ପଚାରିଲା ସମୁନା, ବାପା, ଏଇ ଗଛ ଆର ବର୍ଷକୁ ଫଳ ଫଳିବ ତ? ବାପା କହିଲେ, ନାହିଁ, ଏହି ଗଛ ଫଳିବା ପାଇଁ ଆହୁରି 4-5 ବର୍ଷ ଲାଗିବ। ତୁମେ ଜାଣିଛ ପିଲାମାନେ, ଆଜି ଗଛଟି ଲଗାଇଦେବା, ତାହେଲେ କାଲି କ'ଣ ଫଳ ଫଳିବ ନା ଆର ବର୍ଷକୁ ଫଳ ଫଳିଯିବ? ତାକୁ ବହୁତ ସମୟ ଦରକାର ନା। ତେଣୁ ସେ କଥା ବୁଝାଇ ଦେଲେ, ତାର ସେବା ଯତ୍ନ କଲେ এই ଗଛଟି ଛୋଟରୁ ବଡ଼ ହେବ ଏବଂ ଆମକୁ ଫଳ ଦେବ। ଏ କଥା ଶୁଣି ପାୟଲର ମନ ଦୁଃଖ ହେଲା। କିନ୍ତୁ ସମୁନା କ'ଣ କଲା?
ଯମୁନା କହିଲା ମନ ଦୁଃଖ କର ନାହିଁ, ଆମେ ସବୁ ମିଳିମିଶି ଏ ଗଛର ଯତ୍ନ ନେବା। ଦେଖିବୁ ଦିନେ ନା ଦିନେ ଏ ଗଛ ଗୋଟେ ବଡ଼ ଗଛରେ ପରିଣତ ହେବ। ଆମେ ସମସ୍ତେ ନିଶ୍ଚୟ ଏହାର ଫଳ ଖାଇବା। ଦେଖ ପିଲାମାନେ, ଆମେ ଦିନେ ଛୋଟ ଥିଲେ ନା ଛୋଟ ନଥିଲେ? ଛୋଟ ଥିଲେ। ଛୋଟରୁ ଆମେ ବଡ଼ ହେବା ପାଇଁ ଆମକୁ କେତେ ବର୍ଷ ଲାଗିଛି? ଆମେ ତ ଛୋଟ ଥିଲେ, ଆମର ସେବା ଯତ୍ନ କଲେ କିଏ? ମା ଆମର ସେବା ଯତ୍ନ କଲେ। ଆମର ସେବା କଲେ, ଦେହ ଖରାପ ହେଲେ ଡାକ୍ତରଖାନା ନେଲେ, ଆମକୁ ରାତି ଅନିଦ୍ରା ହୋଇ ଜଗି ରହିଲେ, ଆମକୁ ଖାଇବାକୁ ଦେଲେ, କେତେ ସେବା ଆମର କଲେ ନା। ତେଣୁ ଆମର ସେବା ମା ଯେତେବେଳେ କଲେ, ଦିନ ଆସିବ ଆମେ ସେଇ ମାଆକୁ ଆମେ ଭୁଲି ଯାଉଛେ। ତେଣୁ ପିଲାମାନେ ମନେ ରଖ, ମାଆକୁ କେବେ ଭୁଲିବ ନାହିଁ। କାହିଁକି ନା ସେ ଆମକୁ ଜନ୍ମ ଦେଇଛନ୍ତି, ଆମର କେତେ ଅଳି ଅର୍ଦଳି ସହିଛନ୍ତି, ଆମକୁ ସେବା କରି ଛୋଟରୁ ବଡ଼ କରିଛନ୍ତି। ଆମର ରୋଗ ହେଲେ ନିଜେ ନ ଖାଇ ନ ପିଇ ଜଗି ରହି ଆମକୁ ରୋଗ ମୁକ୍ତ କରିଛନ୍ତି ନା। ତେଣୁ ଆମେ ଆଜିକାଲି ଦେଖାଯାଉଛି ମାଆମାନଙ୍କୁ ପଚାରୁନାହାନ୍ତି, ପିଲା ବଡ଼ ହେଲେ ମାଆଙ୍କୁ ପଚାରୁନାହାନ୍ତି। ତେଣୁ ପିଲାମାନେ ଏ କଥା କେବେ ବି କରିବ ନାହିଁ। ଏହା ମା ଆମର ଯେଉଁ ସେବା କରିଛନ୍ତି ତାଙ୍କର ଋଣ କେବେ ବି ଶୁଝିପାରିବ ନାହିଁ। ତେଣୁ ସେଇ ମାଆକୁ ଉଚିତ ସମ୍ମାନ ଦେବ, କେବେ ବି ହତାଦର କରିବ ନାହିଁ। ଦେଖାଯାଉଛି ଆଜିକାଲି ସମାଜରେ ମା ବାପାଙ୍କୁ ବୃଦ୍ଧାଶ୍ରମରେ ନେଇ ଛାଡ଼ି ଦେଉଛନ୍ତି। ତେଣୁ କେତେ ଦୁଃଖଦାୟକ ଘଟଣା ନା। ତେଣୁ ଆମେ ଆମର ସେବା ଯତ୍ନ କରି, ଯେପରି ଆମକୁ ଛୋଟରୁ ବଡ଼ କରି ଆମକୁ ମଣିଷ କରି ଠିଆ କରିଛନ୍ତି, ସେଇ ମାଆକୁ ଆମେ ସମ୍ମାନ ଦେବା। ଠିକ୍ ସେହିଭଳି ଏଇ ପୃଥିବୀ ମାଆରେ ଆମେ ଗଛଟିଏ ଲଗାଇବା। ତେଣୁ ଗଛଟି ବଡ଼ ହେବା ପାଇଁ ଆମକୁ ବହୁତ ସମୟ ଲାଗିବ। ତେଣୁ ସେହି ଗଛଟିର ଆମେ ଉପଯୁକ୍ତ ଯତ୍ନ ନେବା। ଯତ୍ନ ନେଲେ ସେହି ଗଛଟି ଦିନେ ଫଳ ଫଳିବ ଏବଂ ଛାଇ ପ୍ରଦାନ କରିବ ଏବଂ ସବୁଠୁ ମୂଲ୍ୟବାନ ଅମ୍ଳଜାନ ଦେବ। ତେଣୁ ଆମେ ତା'ର ଯତ୍ନ ନେବା। ଏକଥା ବିଚାର କରି ସେମାନେ କଥା ହେଲେ ଏବଂ ବୁଝିଗଲେ। ତାପରେ ସମସ୍ତେ ପ୍ରତିଜ୍ଞା କରି କହିଲେ, ଚାଲ ଆମେ ମିଳିମିଶି ଗଛ ଲଗାଇବା, ଯତ୍ନ ନେବା। ବୁଝିଗଲେ। ଦେଖ, ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ମଧ୍ୟ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମା ପାଇଁ ଗଛଟିଏ। ଯେପରି ମା ଆମକୁ, ମୁଁ ପୂର୍ବରୁ କହିଲି, ମା ଆମକୁ ଜନ୍ମ ଦେଇଛନ୍ତି, ଆମକୁ ସେବା ଯତ୍ନ କରି ଛୋଟରୁ ବଡ଼ କରିଛନ୍ତି। ଠିକ୍ ସେହିଭଳି ଆଉ ଏକ ମା ଆମର ପୃଥିବୀ ମା। ତେଣୁ ସେଇ ପୃଥିବୀ ମା ଆମକୁ ଆଶ୍ରୟ ଦେଇଛି, ସେଇ ଆଶ୍ରୟ ଦେଇଛି। ତେଣୁ ଆମେ ସେଇ ପୃଥିବୀ ମା ପାଇଁ ବା ପୃଥିବୀ ସମସ୍ତ ଜୀବଜଗତ ପାଇଁ ବା ସମସ୍ତ ଜୀବଜଗତର ମଙ୍ଗଳ କାମନା ପାଇଁ ଏକ ଗଛଟିଏ ଲଗାଇବା। କାହିଁକି ନା ଗଛ ରହିଲେ ପରିବେଶ ସୁସ୍ଥ ରହିବ। ଗଛ ପ୍ରଚୁର ପରିମାଣରେ ଅମ୍ଳଜାନ ଦିଏ। ସେହି ଅମ୍ଳଜାନକୁ ସମସ୍ତ ପ୍ରାଣୀ ଜଗତ ଗ୍ରହଣ କରି ଜୀବନ ଯାପନ କରନ୍ତି। ଯଦି ଗଛ ନଥାନ୍ତା ଆମକୁ ଅମ୍ଳଜାନ ପାଇପାରିନଥାନ୍ତେ ବା ଆମେ ମୃତ୍ୟୁବରଣ କରିଥାନ୍ତେ। ତେଣୁ ଗଛ ଆଉ ପ୍ରାଣୀ ଜଗତ ସର୍ବଦା ପରସ୍ପର ପରିପୂରକ। ଗଛ ନ ରହିଲେ ମଣିଷ ବା ଜୀବଜଗତ ରହିବ ନାହିଁ, ପଶୁପକ୍ଷୀଙ୍କ ଜୀବନ ରହିବ ନାହିଁ, ବର୍ଷାର ପରିମାଣ ମଧ୍ୟ କମିଯିବ। ଆହୁରି ତୁମେ ଜାଣିଛ ପିଲାମାନେ, ଗଛ ରହିଲେ ଆମର ମୃତ୍ତିକା କ୍ଷୟ ମଧ୍ୟ ହୁଏ ନାହିଁ, ମାଟି ଧୋଇ ହୁଏ ନାହିଁ। ତେଣୁ ଗଛ ପରିବେଶକୁ ଥଣ୍ଡା ରଖେ, ବର୍ଷା କରାଏ ଏବଂ ଆମକୁ ଛାଇ ପ୍ରଦାନ କରେ, ଫଳ ଦିଏ, ଔଷଧ ଦିଏ, ଜାଳେଣୀ କାଠ ମଧ୍ୟ ଦିଏ। ଆହୁରି କ'ଣ କରୁଛି? ଗଛ ଗୃହ ଉପକରଣ ପାଇଁ ଝରକା, କବାଟ, ଆଲମିରା, ଖଟ ଏସବୁ ତିଆରି କରୁଛେ କାଠରୁ। ତେଣୁ ଗଛ କେତେ ମୂଲ୍ୟବାନ ଆମେ ଜାଣିଛେ। ବୁଝିଲା ନା ପିଲାମାନେ? ତେଣୁ ଆମେ ଗଛ ଲଗାଇବା, ତା'ର ଯତ୍ନ ନେବା। ଏକଥା ସମସ୍ତେ ବୁଝିଲେ ଆମେ ମଧ୍ୟ ଏଇ ଗଛ ଲଗାଇବା, ସାଙ୍ଗସାଥିମାନଙ୍କୁ କହିବା ଯେ ଆମେ ସବୁ ଗଛ ଲଗାଇବା, ବୃକ୍ଷରୋପଣ କରିବା। ଜଙ୍ଗଲ ଆମର ଜୀବନ, ଯେପରି ଜଳ ହିଁ ଜୀବନ, ସେପରି ବୃକ୍ଷ ହିଁ ଜୀବନ। ତେଣୁ ଏହି ପାଠରୁ ଆମେ ଶିଖିଲେ ଯେ ଗଛ ଲଗାଇବା ଏବଂ ଗଛ ଲଗାଇ ଆମେ ଫଳ ପାଇବା ଏବଂ ଛାଇ ଅମ୍ଳଜାନ ପାଇବା। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ
ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ଘଣ୍ଟି ବଟନ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ, କାରଣ ଯେତେବେଳେ ମୁଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ନୋଟିଫିକେସନ ପାଇପାରିବେ। ରହୁଛି, ପରବର୍ତ୍ତୀ କାଳାଂଶରେ ପୁଣି ଏହାର ପ୍ରଶ୍ନୋତ୍ତରକୁ ନେଇ ଆସିବି। ବର୍ତ୍ତମାନ ପାଇଁ ବିଦାୟ ନେଉଛି। ଜୟ ଜଗନ୍ନାଥ।